तो मु आज पलि जिमी से जो समस्त मन दुख मो दीदी ये बस पलैला मन दुख हो समस्त कि सब तार तो काम अच्छी ना गली पड़ला पाचला कदली दी। हेलो नमस्कार सांग मैंने वेलकम बैक टू माय न्यू ब्लॉग। तो सकाल सकाल उठी सारे मु टाइम है 7टा है ठीक अच्छे मो दीदी आज पड़ो घर को सकाल सकाल पड़ो सी पैकिंग एक सब कर सारानी आपण मान देखी दूचे तो देख पारे शाढ़ी सब शाढ़ी का भांग कर सरीगलानी कि बैग पूरा नहीं हो तो ये टुणकी पानी पुरी तो मु आज पलि जिमी से जो समस्त मन दुख मो दीदी ये बस पलि जिमी जो मन दुख समस्त समस्त मन दुख अच्छी तो पलि जिमी ना अब आसमी अब भाई ये बस जाऊँ आसमी गोटे मस पर आसमी तापर जाकि देखा जाऊँ बाय तो ये दीदी और तनक जो पड़ो ना बंका ढंका टुणकी दिन बुढ़ा बंका बढ़ती से बैग से झूला पैकिंग कर रखी खरा देखिए तो केते जुट हलानी ये बैगण तुला नहीं जीव दीटा बैगण घर को दीटा नहीं जीव केते तुलिलु बेसी देनी आउ एठी को दी आ से पटर हितला हां डला बेसी देनी 3-4टा कौन दे खाली पुड़ी की तो खाइनी आउ से पटर पुई ना ना से पटर हेची तुली आनिबो नै तो सेउडा को पछि नै का बैग रे पूरा हां ओडे जोरी आन जोरी तुलुन तुलिया तुलिया बोल बापा दर झियो गना सब माने एटा सेटा टिकिस टिके तू लिगे ना निया चल पर दे से बैग रे आ देनी से उडा करते सत्ती को भाजी की खाई दे तो से पड़ो दीदी का तुम जाओ ताटी बैग हेलमेट नहीं ते बन नहीं जान ना हेलमेट केडी धरी के मु बस हेलमेट तो दे हाँ कदली कदली मुझे काट तू कही ना कल तू कटा कदली नहीं झाड़ को जीवी कदली ये तो रास्ता पूरा काद ही से किन पाले पाले किन जीवी सटा अलग हला माने घर ये सिनेमा कथा कोई ना मामा ना करे कदली ना खाली वर्षा लादी के गरम खरा भाजी किंतु एपटू भार नहीं एपटू भाजी कादो ही चक्कर बुलता कादो ना हेलमेट मथर देबो तो मैं धरी के बसनी साड़ी सजड़ी में धरी के बसनी आ गोड़ रखूं दे ना बाय चाय अभी पळे होची कादो हिची केते उडा गाड़ी जाउनी खोरा भी एते हलानी खाई दो बल्ले पर केने लंगसुर खाई देबो तो बल्ले पर लंगसुर बुचे खाई के मेडिसिन खाई देबो लेट हला नहीं बुडरू मत सब न गेला जा पहुंचने फोन करियो हाँ बाय हाँ हाँ जा बाय पलैला मन दुख हो समस्त कि सब तार तो काम अच्छी ना
ସେଥିପାଇଁ ପଳଉଛି। ତ ଏବେ ସିଏ ପଳେଇଲା, ମୁଁ ତ ଘରକୁ ଯାଉଛି। ପଳେଇଲା, ମନ ଦୁଃଖ ହେଉଛି, ହେଲେ ବି ତା କାମ ଅଛି, ସେ ତ ଘରକୁ ଯିବ ନା। କାମ ସରିଲେ ପୁଣି ମାସେ 15 ଦିନ ପରେ ପୁଣି ଆଉ ଥରେ ଆସିବ। ସେଠି ଦିଦି ଏଠି ସଜାଡ଼ୁଛି ସବୁ, ଆମେ ଖାଇନେ ବି କେହି ସବୁ ଖାଇବା। ଏବେ ଖାଇକି ମୁଁ ଆଜି ରୋଷେଇ କରିମି। ପାଠ ପଢ଼ା ବି ଆଜି ଭଲସେ ହେଇପାରିବନି, କାହିଁକିନା ସିଏ ଯେତେବେଳେ ରହୁଥିଲା ସବୁ କାମ କରିଦେଉଥିଲା, ଆମେ ଟିକେ ପାଠ ପଢ଼ୁଥିଲେ। ତ ସିଏ ଗଲା ପରେ ଟିକେ ପ୍ରୋବ୍ଲେମ୍ ହେବ, ହେଲେ ବି ମ୍ୟାନେଜ୍ କରିକି ମାନେ ଚଳିତେ ହେବ, କିସ କରିବ। ତ ଏଠି ଦେଖିପାରୁଥିବେ ମାନେ ଆଳୁ ବାଇଗଣ ଚଟଣି କରୁଛନ୍ତି, ଖିଆ ଦିଆ ହେବ ନା। ଆଉ ଆମ୍ବ କାଟା ହେଇଛି, ଆଉ ବିଲାତି ଚଟଣି, ଆଳୁ ଚଟଣି, ବାଇଗଣ ଚଟଣି। ଆଜି ପଖାଳ ନାହିଁ, ସକାଳୁ ସକାଳୁ ଭାତ ହେଇଛି। ମୋ ପାଖରେ ଅଛି ପଖାଳ। ଭାତ କାଳେ ବି ଭାତ ହବ ଯେ ଭାତ କାଳେ ହବ, ଭାତ ମାଛ ଆସି ବାବା ନେଇକି ଆସିବେ, ଆଜି ମଙ୍ଗଳବାର ଅଛି। କାଲି ସୋମବାର ଥିଲା, ମାଛ ହେଇନି, ନିରାମ ତରକାରୀ ହେଇଥିଲା। ଆମର ଏଇ ବାଇଗଣଟା ବାଡ଼ିରେ ହେଇଛି ନା, ବଢ଼ିଆ ଲାଗୁଛି, ମିଠା ଲାଗୁଛି ପୁରା। ଆଉ ଉଷଦ କାଜେ ଆମର ଦେହ ନାହିଁ କିଛି। ହଁ, ମେଡିସିନ ଏକା ଦେଇନା ଧର ଖରାପ ନାହିଁ, ଆମେ ମେଡିସିନ କିଛି ଦିଆହଉନି ନା। ଏଇ ଖତ ମତ ଏକା ପକେଇକି କଲା ବେଳକୁ ନା ପୁରା ମିଠା ଲାଗୁଛି ବାଇଗଣ, ବଢ଼ିଆ ଲାଗୁଛି ଖାଇତେ ପୁରା। କିଣା ବାଇଗଣ ପୁରା କିଛି ଲାଗେନି, ମାନେ କିଛି ରୋଗ ଲାଗେନି। କିଣା ବାଇଗଣ ଭଲ ଲାଗେନି, ପାଞ୍ଚିଆ ଭଳିଆ ଲାଗେ। ଏଇଟା ବାଡ଼ି ବାଇଗଣ ନା, ବଢ଼ିଆ ଲାଗୁଛି। ଖାଲି ଟିକେ ଯେକୌଣସି ଜିନିଷ ବାଡ଼ିରେ ଲଗେଇକି ଖାଇବୁ ଭଲ, ଆଉ ଯେତେ ପୁରା ଫ୍ରେଶ, ଯେତେବେଳେ ପାରିବୁ ସେତେବେଳେ ତୋଳିକି ଖାଇବୁ, ଖାଇବୁ ଫ୍ରେଶ ବାଇଗଣ ଖାଇବୁ, ମାନେ ଫ୍ରେଶ ଜିନିଷଟା ହିଁ ଖାଇବୁ। ନେଇ ଆସିବୁ, ରଖିଦେବୁ, ଗୋଟେ ଦିନ ରଖିବା ପରେ ଖରାପ ତାର ଦିନକୁ। ଆମର ତ ଫ୍ରିଜ୍ ଏକା ନାହିଁ, ପୁରା କେମିତି ଟାଣୁଆ ଭଳିଆ ହେଇଯିବ, ଭଲ ଲାଗେନି, ଶୁଖିଯାଏ ବି। ସେଇଠି ବାଇଗଣ ଚଟଣି ଆଳୁ ଚଟଣି ଦେଖିପାରୁଥିବେ, ମିଶିକି ଏଟା ହେଇଛି। ଠିକ ଅଛି, ବାଇଗଣ ଆଳୁ ମିଶିକି ବଢ଼ିଆ ଲାଗେ, ଏଇଟା କିନ୍ତୁ ଟେଷ୍ଟ ଲାଗେ। ବଢ଼ିଆ ଲାଗେ ନାଗୁଛୁ। ଟମାଟୋ ଚଟଣି ହେଇଛି, ଟମାଟୋ ଚଟଣି ବଢ଼ିଆ ଲାଗେ। ଲୁଣିଆ ହେଇଛି, ଭଲ ହେଇଛି, ବଢ଼ିଆ ହେଇଛି ନା। ଟମାଟୋ ଚଟଣି ଟିକେ ରାଗୁଆ ହେଲେ ନା ଭଲ ଲାଗେ। ନାଇଁ ବହୁତ ଟାଇମ୍ ହେଇଗଲାଣି, ଆଉ ଆମର ଆସିଛି ମାଛ ଦେଖିବା। ଚାଲନ୍ତୁ, କିସ ମାଛ ଆସିଛି। ଦିଦି ମାଛ କରୁଛୁ, ମାଛ କେଳି ସାରିଲେଣି, ଚିଙ୍ଗିଡ଼ି ମାଛ ପାଦ୍ରା ମାଛ, ଆଉ କାଡ଼ ବି କୁହନ୍ତି, ଏଟାକୁ ପାଣି ଆଖିଆ ବି କୁହନ୍ତି। ଗୋଟେ ତରକାରୀ ଚିଙ୍ଗିଡ଼ି ମାଛ କିଛି କରିବୁ କି ଜାଣ? ଚିଙ୍ଗିଡ଼ି ମାଛ ବି ଗୋଟେ ତରକାରୀ କରିଦେବା, ଏଇଟା ଭାଜି କରିଦେବା। ଆଉ ଆମ୍ବ ଅଛି, ଲେଟ୍ ବି ହେଲାନି, 11:30 ନାହିଁ, ଟାଇମ୍ ବି ହେଲାନି, 11ଟା 16 ନାହିଁ ହେଲାନି। ମାଛ ଭାଜିବୁ ନା। ଦେଖିପାରୁଥିବେ ଏଠି ସେ ପାଠ ପଢୁଥିଲା, ଏବେ କିନ୍ତୁ ଯାଇକି ରୋଷେଇ କରୁଛୁ। ତ ଏବେ ମୁଁ ଗାଧି ସାରି ଖାଇସାରିଲିନି, ଆଉ ଦିଦି ଏକା ପର୍ଯ୍ୟନ୍ତ ଖାଇତେ ବସିଛୁ। ଠିକ ଅଛି, ଏଠି ଦେଖିପାରୁଥିବେ ଦିଦି ଏକା ଖାଇତେ ବସିଛନ୍ତି। ମୋ ଖିଆ ସରିନାହିଁ। ହଁ, ମୋ ଖିଆ କିନ୍ତୁ ସରିଯାଇଛି। ଆଉ ଆପଣଙ୍କୁ ଗୋଟେ ଜିନିଷ ଦେଉଛି, ମୁଁ ଖାଇତେ ଆମର ବସିଥିଲେ, ଆମର କଦଳୀ ଗଛ ନୋଟି ପଡ଼ିଲା, ତ ଆମେ ସେଦିନ ମୁଁ ଯାଇକି ଘିନି ଆଣିଛି କଦଳୀ। ଦେଖିପାରୁଥିବେ ଏଇଟା ଖରାରେ ପକାଇଛି, ମାନେ ଖାଇତେ ବସିଥିଲେ ନା, ଏଇଟା ଗଳି ପଡ଼ିଲା। ଏଇଟା ପାଚିଲା କଦଳୀ, ଦିଦି ଆଜି ଚାଲିଗଲା, କଦଳୀ କାନ୍ଦି ଆଜି ହିଁ ପଡ଼ିଲା। ତ ଆପଣ ମାନେ ଦେଖିଲେ କଦଳୀ କାନ୍ଦି, ମାନେ ଖାଇତେ ଆମେ ବସିଥିଲେ ନା, ସେଇ ଗଳି ପଡ଼ିଲା, ଦେଇ ମୁଁ ଯାଇକି ନେନି। ଆଉ ତ ଥାଉ, ଆଜିକାର ଭିଡ଼ିଓ ଏତିକି ଥିଲା। ଆପଣମାନେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ଯଦି ନ ଆସିଥିବେ ତାହେଲେ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ବାଏ।